ନମସ୍କାର, ଜୟ ଜଗନ୍ନାଥ। ସୁଖ ଆଉ ଦୁଃଖ ଜୀବନର ଅଂଶ। ସୁଖ ବାଣ୍ଟିଲେ ବଢ଼ିଥାଏ, ସୁଖ ବାଣ୍ଟିଲେ କମିଥାଏ। ସୁଖ ଜୀବନ ପାଇଁ କେତେଗୁଡ଼ିଏ ନୀତି ବିଷୟରେ କହିଛନ୍ତି। ବିପରୀତ ପରିସ୍ଥିତିରେ କିପରି ନିଜକୁ ସମ୍ଭାଳି ଆଗକୁ ବଢ଼ିବେ, ଏହାକୁ ଚାଣକ୍ୟ ନିଜ ବିଚାରରେ ଜଣାଇଛନ୍ତି। ଚାଣକ୍ୟ କହିଛନ୍ତି କି ଜୀବନରେ 3 ଜଣ ଏମିତି ଲୋକ ଅଛନ୍ତି ଯେଉଁମାନେ ପାଖରେ ଥିଲେ ସାହସ ମିଳିଥାଏ। ଆସନ୍ତୁ ଜାଣିବା ସେ କେଉଁ 3 ଜଣ ଯାହାକୁ କେବେ ନିଜଠାରୁ ଦୂରାଇବେ ନାହିଁ। ତାପରେ ଜାଣିବା କେଉଁ 3 ଜଣଙ୍କୁ ନିଜ ଘରକୁ କେବେ ଡାକିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ସଂସ୍କାରୀ ଓ ବୁଦ୍ଧିମାନ ସ୍ତ୍ରୀର ହାତ ଧରିବା ସୌଭାଗ୍ୟର କଥା ଅଟେ। ବିପରୀତ ପରିସ୍ଥିତିରେ ଏମିତି ସ୍ତ୍ରୀ ଛାଇ ପରି ନିଜ ସ୍ୱାମୀ ସହିତ ଠିଆ ହୋଇଥାଏ। ଏତିକି ସବୁ କଠିନ ସମୟର ସାହସର ସହିତ ସାମ୍ନା କରିଥାଏ। ଏହି ବ୍ୟକ୍ତିକୁ ସବୁବେଳେ ପରିସ୍ଥିତିରେ ଲଢ଼ିବା ପାଇଁ ସାହସ ମିଳିଥାଏ। ପରିବାରର କବଚ ହୋଇଥାଏ ଏହିପରି ସ୍ତ୍ରୀ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଛୁଆମାନେ ତାଙ୍କ ବାପାମାନଙ୍କ ସାହାରା ହୋଇଥାନ୍ତି। ପ୍ରତ୍ୟେକ ବାପା ମା ଏହା ଆଶା କରିଥାନ୍ତି କି ତାଙ୍କ ଛୁଆ ଏକ ଗୁଣୀ ବ୍ୟକ୍ତି ହେଉ, ସମାଜରେ ତାଙ୍କ ପରିବାରର ନାମ ଉଜ୍ଜ୍ୱଳ କରୁ। ଛୁଆଙ୍କୁ ଯଦି ପ୍ରଥମରୁ ଉଚିତ ଦିଗ ମିଳିଯାଏ ତ ବାର୍ଦ୍ଧକ୍ୟରେ ପିଲାମାନେ ବାପା ମାଙ୍କର ବଳ ହୋଇଥାନ୍ତି। ତାଙ୍କୁ କିଛି ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ। ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁମାନଙ୍କର ଏପରି ପୁତ୍ର ଥାଏ ସେମାନେ କେବେ ଦୁଃଖୀ ହୁଅନ୍ତି ନାହିଁ। ଏହିଭଳି ପୁତ୍ର ପାଇଁ ମା ବାପା କେବେ ଏକୁଟିଆ ମନେ କରନ୍ତି ନାହିଁ। ବ୍ୟକ୍ତିର ସଙ୍ଗତି ତାହାର ବିବାହ ଉଦ୍ଦେଶ୍ୟ ନିର୍ମାଣ କରିଥାଏ। ଯଦି ଜୀବନରେ ସଜ୍ଜନ ବ୍ୟକ୍ତି ବା ଭଲ ଲୋକଙ୍କ ସାଥ ମିଳିଥାଏ ତାହେଲେ ମଣିଷ ଖୁବ୍ ଉନ୍ନତି କରିଥାଏ, ଏକ ସୁଖମୟ ଜୀବନ ବଞ୍ଚିଥାଏ। କାହିଁକି ନା ଏମିତି ଲୋକ ଆପଣଙ୍କୁ ଭୁଲ ରାସ୍ତାକୁ ଯିବାକୁ ଦିଅନ୍ତି ନାହିଁ। ସେ ନିଃସ୍ୱାର୍ଥ ଭାବରେ ନିଜର ଭଲ ଚାହୁଁଥାନ୍ତି। ଏମିତି ଲୋକଙ୍କ ସାଥ କେବେ ଛାଡ଼ନ୍ତୁ ନାହିଁ। କାରଣ ସଙ୍କଟ ସମୟରେ ଆପଣଙ୍କ ସହିତ ସେମାନେ ହିଁ ଠିଆ ହେବେ। କେତେ ବି ନିଜର ହୁଅନ୍ତୁ, ଏହି 3 ଜଣଙ୍କୁ କେବେ ଘରକୁ ଡାକିବେ ନାହିଁ। ଏମାନଙ୍କ ବିଷୟରେ ନିଜ ସ୍ତ୍ରୀକୁ ବି ଡାକିବେ ନାହିଁ। ନିଜେ ସାରା ଜୀବନ ପଶ୍ଚାତାପ କରିବେ। କେତେ ବି ଗଭୀର ବନ୍ଧୁତ୍ୱ ହୋଇଥାଉ ନା କାହିଁକି, ଏହି 3 ଜଣଙ୍କୁ କେବେ ସ୍ତ୍ରୀ ରୂପରେ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ଏହି 3 ଜଣଙ୍କୁ କେବେ ବି ଘରକୁ ଡାକିବେ ନାହିଁ। ଏହି ବିଷୟରେ ସଚେତନ କରାଇଥିବା ଛୋଟ କାହାଣୀଟିଏ ଜାଣନ୍ତୁ। ଆପଣ ଏହି ଭିଡ଼ିଓଟିକୁ ଭଲ ଲାଗେ ତେବେ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଏହି ଭିଡ଼ିଓଟି ସମସ୍ତଙ୍କ ପାଖକୁ ପହଞ୍ଚି ପାରିବେ। ଚାଲନ୍ତୁ ଜାଣିବା। ସେହି କାହାଣୀଟି ବହୁତ ପ୍ରେରଣାଦାୟକ ଅଟେ। ଏହି କାହାଣୀ ଯଦି ଆପଣ ଶୁଣିନେବେ ତ କେବେ କାହାଠୁ ଧୋକା ଖାଇବେ ନାହିଁ। କେଉଁ ସ୍ତ୍ରୀ ସ୍ୱାମୀକୁ କେବେ ଧୋକା ଦିଏ ନାହିଁ, କେତେ ବି ଯିଏ ଦେଖାଉ ନା କାହିଁକି, କେତେ କିଏ ଡରାଉ ନା କାହିଁକି, କେତେ କିଏ ଧମକାଉ ନା କାହିଁକି, ଏହି 3 ଜଣ ସ୍ତ୍ରୀ କେବେ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ପ୍ରତି ଆସକ୍ତ ହୋଇଥାନ୍ତି। ଏହି ସ୍ତ୍ରୀମାନଙ୍କ ପ୍ରେମ ସୁଚାରୁ ହୋଇଥାଏ। ଏମାନଙ୍କୁ କେହି ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି ନାହିଁ। କେଉଁ ସ୍ତ୍ରୀକୁ ସ୍ୱାମୀକୁ ବାସ୍ତବରେ ପ୍ରେମ କରିଥାଏ, ଚାଲନ୍ତୁ ଜାଣିବା। କୁଣ୍ଡେଶ୍ୱର ନଗରୀର ରାଜା ଯଶମନ୍ତ ଶାସନ କରୁଥିଲେ। ସେ ବହୁତ କ୍ରୁର ଏବଂ କାମୁକ ବ୍ୟକ୍ତି ଥିଲେ। ଅଧିକାଂଶ ତାଙ୍କ ମନ ସୁନ୍ଦର ସୁନ୍ଦର ସ୍ତ୍ରୀ ପ୍ରତି ଆକର୍ଷିତ ରହୁଥିଲା। ମନେ ରଖନ୍ତୁ, ଯାହାର ମନ ଚଞ୍ଚଳ ହୋଇଥାଏ, ଯିଏ ନିଜକୁ ବଶ ରଖିପାରେ ନାହିଁ, ସେହି ରାଜ୍ୟର ରାଜା ଅଧିକ ଦିନ ପର୍ଯ୍ୟନ୍ତ ତାହାର ହାତରେ ରୁହେ ନାହିଁ। ଗୋଟିଏ ରାଜ୍ୟରେ ଏକ ଗରିବ ମାଛ ଧରାଳୀ କେଉଟଟିଏ ରହୁଥିଲା। ଯେ ସବୁଦିନ ମାଛ ଧରି ନିଜ ଘର ଚଳାଉଥିଲା। ସେ ସବୁଦିନ ସମୁଦ୍ରକୁ ମାଛ ଧରିବାକୁ ଯାଏ ଓ ମାଛ ଆଣି ନଗରରେ ବିକ୍ରି କରୁଥିଲା। ଏହିପରି କେଉଟର ଜୀବନ କଟୁଥିଲା। ଧୀରେ ଧୀରେ ସମୟ ବିତି ଚାଲିଲା। ଦିନକର ଘଟଣା। କେଉଟଟି ସବୁଦିନ ପରି ସେଦିନ ବି ମାଛ ଧରିବାକୁ ସମୁଦ୍ରକୁ ଯାଇଥାଏ। ସେପଟେ ନାଗ ରାଜ୍ୟରେ ଏକ ରାଜା ଥିଲେ। ସେ ତାଙ୍କ ପୁତ୍ର ପଦ୍ମିନୀକୁ ସମୁଦ୍ରକୁ ନେଇ ଆସୁଥିଲେ। ନାଗକନ୍ୟା ପଦ୍ମିନୀ ବହୁତ ସୁନ୍ଦରୀ ଥିଲା। ନାଗରାଜା ତାଙ୍କ ପୁତ୍ରୀକି ବହୁତ ଭଲ ପାଉଥିଲା। ରାଜକୁମାରୀ ତାଙ୍କ ବାପାଙ୍କୁ କହିଲା, ଆଜି ମୁଁ ସମୁଦ୍ର ତଟ ପର୍ଯ୍ୟନ୍ତ ଭ୍ରମଣ କରାଅ। ସେଠାକାର ଦୃଶ୍ୟ ଦେଖିବାକୁ ଚାହୁଁଛି। ପୃଥିବୀରେ ଭ୍ରମଣ କରିବାକୁ ଚାହୁଁଛି। ରାଜା କହିଲେ, ପୁତ୍ରୀ, ଆମେ ନାଗବଂଶ ଅଟନ୍ତି। ଆମର ସେ କ୍ଷେତ୍ରକୁ ଯିବା ଉଚିତ ନୁହେଁ। ସେଠାରେ ଅନେକ ଜୀବଜନ୍ତୁ ସହ ମନୁଷ୍ୟ ରହୁଛନ୍ତି। ଆମ ପାଇଁ ସବୁଠାରୁ କ୍ଷତିକାରକ ମନୁଷ୍ୟ ହିଁ ଅଟେ।
ନାଚକନ୍ୟା ପଦ୍ମିନୀ କହିଲେ, ବାପା, ଏମିତି କିଛି ବିପଦ ଆସିବ ନାହିଁ, ତୁମେ ଚିନ୍ତା କର ନାହିଁ। ମୁଁ ତୁମର ସବୁ ପରିସ୍ଥିତିର ସମାପ୍ତ କରିବି। ଝିଅର ଜିଦ୍ ଦେଖି ନାଗରାଜ ସମୁଦ୍ର କୂଳକୁ ଚାଲିଗଲା। ଦିନେ ନାଗ ନାଗୁଣୀ ଉପରେ ସମୁଦ୍ରରେ ବୁଲିବାକୁ ଲାଗିଲେ। ସେତେବେଳେ ସେ କେଉଟ ମାଛ ଧରାଳି ସମୁଦ୍ର ତଟକୁ ଆସୁଥିଲା। ସେ କେଉଟ ମାଛ ଧରିବା ପାଇଁ ନିଜେ ଜାଲ ପକାଇଲା। ଯେତେବେଳେ ସେ ଜାଲକୁ ପ୍ରଥମ ଥର ପକାଇଲା ତ ସେଥିରେ କିଛି ଆସିଲା ନାହିଁ। କେଉଟ ଭାବିଲା, ଆଜି ମୋର ଭାଗ୍ୟ ଖରାପ। ଆଜି ମାଛ ନ ଧରିଲେ ଘରେ ମୋର କେମିତି କରିବି? ମାଛ ନ ଧରିଲେ ପାଳନ ପୋଷଣ। ସମୁଦ୍ରକୁ ଦ୍ୱିତୀୟ ଥର ଜାଲ ପକାଇଲା। ଦ୍ୱିତୀୟ ଥର ବି ଜାଲ ଖାଲି ଆସିଲା। କେଉଟଟି ବଡ଼ ଦୁଃଖୀ ହୋଇଗଲା। ପୁଣି ତୃତୀୟ ଥର ଜାଲ ପକାଇଲା। ସେ ତୃତୀୟ ଥର ଯେତେବେଳେ ଜାଲ ପକାଇଲା ତ ସେଇ ନାଗରାଜ ଫସିଗଲା। କେଉଟ ବାହାରକୁ ଜାଲ ଆଣିଲା ତ ସେଥିରେ ଏକ ସାପ ପଡ଼ିଛି। ଏବେ କେଉଟ ମନରେ ବିଚାର କରିବାକୁ ଲାଗିଲା କି, ଆରେ ଇଏ ତ ସାପ, ମୋତେ ଖାଇଯିବ। ଏପଟେ ନାଗରାଜ ଭାବିଥିଲା, ଆଜି କେଉଟ ମୋତେ ମାରିଦେବ। ସେଇ ନାଗକନ୍ୟା ଦେଖିବାକୁ ତା ବାପା କେଉଟର ଜାଲରେ ଫସି ଯାଇଛନ୍ତି। ମୁଁ ଯଦି ବାପାର କିଛି ହେଇଥିବ ତ ଏଥିପାଇଁ ଦାୟୀ ମୁଁ ହିଁ ରହିବି। ଏହିପରି ଭାବରେ ଜିଦ୍ କରି ଏଠାରେ ବୁଲିବାକୁ ଆଣିଥିଲି ବାପାଙ୍କୁ ଜିଦ୍ କରି। ସେ ବହୁତ ବ୍ୟାକୁଳ ହେଉଥିଲା କେମିତି ମୋ ବାପାଙ୍କୁ କେଉଟଟି ଛାଡ଼ିଦେବ। ମୋତେ ହିଁ କିଛି କରିବାକୁ ହେବ। ତାହେଲେ ସେ ଏକ ସୁନ୍ଦର ଝିଅ ରୂପ ନେଇଗଲା। ଏତେ ସୁନ୍ଦର ଦେଖାଯାଉଥିଲା ଯେ କେହି ତାକୁ ଦେଖିବ ସେ ତାକୁ ଦେଖିକି ରହିଯିବ। ସେ ଏହିଭଳି ସୁନ୍ଦର ସ୍ତ୍ରୀ ହିଁ କେଉଟ ପାଖକୁ ଗଲା। କେଉଟ ବଡ଼ ଗରିବ ଓ ଅସୁନ୍ଦର ଦେଖାଯାଉଥିଲା। ବହୁତ କଳା ହୋଇ ଅସୁନ୍ଦର ଦେଖାଯାଉଥିଲା। ସେହି ସର୍ପକନ୍ୟା, ସେହି ନାଗକନ୍ୟା କେଉଟ ପାଖକୁ ଯାଇ କହିଲା, ତୁମେ ଯେଉଁ ସର୍ପକୁ ଧରିଛ ସେ ମୋର ପିତା। ତମେ ଯଦି ତାଙ୍କୁ ଛାଡ଼ିଦେବ ତ ମୁଁ ତୁମ ସହ ବିବାହ କରିବି। ସେ ସୁନ୍ଦର ସ୍ତ୍ରୀକୁ ଦେଖି କେଉଟର ଆଖିରେ ପଲଙ୍କ ପଡ଼ିଲା ନାହିଁ। କେଉଟଟି ଥିଲା କି ମନରେ ଭାବିଲା, ଏ ସୁନ୍ଦର ସ୍ତ୍ରୀ ଏହି ସର୍ପର ପୁତ୍ରୀ ଅଟେ। ଇଏ ତ ବହୁତ ସୁନ୍ଦର। ତାପରେ ତା ପିତାଙ୍କୁ ଛାଡ଼ିବା ବଦଳରେ ମୋତେ ବିବାହ କରିବାକୁ ପ୍ରସ୍ତୁତ ଅଛି। ଏମିତି ସୁନ୍ଦରୀ ସ୍ତ୍ରୀ ମୋତେ 7 ଜନ୍ମରେ ବି ମିଳିବ ନାହିଁ। ଏହା ସହ ମୋର ବିବାହ ହୋଇଯାଏ ତ ମୁଁ ବହୁତ ଭାଗ୍ୟଶାଳୀ ମନେ କରିବି। ଧନ ସମ୍ପତ୍ତିରେ ମଧ୍ୟ କୌଣସି ଅଭାବ ରହିବ ନାହିଁ। କେଉଟ କହିଲା, ମୁଁ ତମ ଉପରେ କିପରି ବିଶ୍ୱାସ କରିନେବି କି ତମେ ମୋ ସହ ବିବାହ କରିବ ବୋଲି? ସେତେବେଳେ ନାଗରାଜ କହିଲେ, ମୁଁ ତମକୁ ବଚନ ଦେଉଛି, ଯଦି ତମେ ମୋତେ ମୁକ୍ତ କରିଦେବ ତ ମୁଁ ଏହି ସ୍ଥାନରେ ବର୍ତ୍ତମାନ ତୁମ ସହ ମୋ ପୁତ୍ରୀ ସହିତ ବିବାହ କରିବି। ତାପରେ ଦୁହିଁଙ୍କ ବିବାହ ନାଗରାଜ କରିଦେଲେ। କେଉଟ ସହ ନାଗକନ୍ୟା ତାର କୁଡ଼ିଆକୁ ଆସିଲା। କେଉଟ କହିଲା, ଦେବୀ, ତମେ ସିନା ମୋତେ ବିବାହ କଲ, ହେଲେ ମୋ ଘରେ ଖାଇବାକୁ ଭଲ ନାହିଁ କି ରହିବାକୁ ମଧ୍ୟ ଘର ନାହିଁ। ନାଗକନ୍ୟା କହିଲା, ତୁମେ ଏବେ ମୋର ସ୍ୱାମୀ। ତମେ ଯେମିତି ରହିବ ମୁଁ ସେମିତି ରହିବି। ତୁମର ଦୁଃଖ ସୁଖର ସାଥୀ ହୋଇ ରହିବା ମୋର ଧର୍ମ ଓ କର୍ତ୍ତବ୍ୟ ମଧ୍ୟ। ଦିନେ ସେହି ବାପ ମା ସେହି ଦେଶର ସେନାପତିଠାରେ ଯିବାବେଳେ ସେ ନାଗକନ୍ୟାକୁ ଦେଖିଲା ଓ ବହୁତ ବିମୋହିତ ହୋଇଗଲା। ଆଉ କୌଣସି ରାଜାକୁ କହିଲା, ଏ ମହାରାଜ, ସମୁଦ୍ର ପାଖରେ ଥିବା ଏକ କେଉଟ ପାଖରେ ଏତେ ସୁନ୍ଦର ସ୍ତ୍ରୀଟିଏ ଅଛି ଯାହାକୁ ଦେଖିଲେ ହଜାରେ ରାଣୀ ବି ଫିକା ପଡ଼ିଯିବେ। ରାଜା ସେନାପତି ସହିତ ସେ କେଉଟ ଘରକୁ ଗଲେ। ସେ କେଉଟର ସ୍ତ୍ରୀ ଓ ତାଙ୍କ ନାଗକନ୍ୟାକୁ ଦେଖି ବହୁତ ବିମୁଖ ହୋଇଗଲେ। ରାଜା କେଉଟକୁ ପଚାରିଲେ, ତୁ ଏତେ ସୁନ୍ଦର ସ୍ତ୍ରୀ କେଉଁଠୁ ପାଇଲ? କେଉଟ କହିଲା, ମହାରାଜ, ମୁଁ ତାକୁ ସମୁଦ୍ର କୂଳରୁ ପାଇଲି। ତୁମେ ବି ଏତେ ଘରେ ରହିବା ଶୋଭା ପାଉନି। ତୁମେ ତାଙ୍କୁ ଛାଡ଼ିଦିଅ, ସେ ନାଗର ନାରୀ ହୋଇ ରହିବେ। କେଉଟ କହିଲା, ଆଜ୍ଞା, ଆପଣ ଯାହା ଚାହିଁବେ ତାହା କରିପାରିବେ, କିନ୍ତୁ ସେ ମୋ ସ୍ତ୍ରୀ। ମୁଁ ତାଙ୍କୁ ବିବାହ କରିଛି। ମୁଁ ତାଙ୍କୁ ଆପଣଙ୍କ ଛାଡ଼ିଦେବା ମୋର ଅନ୍ୟାୟ ହେବ। ରାଜା କହିଲେ, ମୁଁ ତୁମକୁ 3ଟି ସର୍ତ୍ତ ରଖିଛି। ଯଦି ତମେ ଜିତିଗଲ ଠିକ୍ ଅଛି, ନଚେତ୍ ତୁମ ସ୍ତ୍ରୀକୁ ନ ଜଣାଇ ମୋତେ ଦେଶ ଛାଡ଼ିଯିବାକୁ ହେବ। ଆଜ୍ଞା, ମୁଁ କିପରି ଆପଣଙ୍କ ସର୍ତ୍ତ ଜିତିପାରିବି? ମୁଁ ତ ମାଛ ଧରା ଛଡ଼ା ଆଉ କିଛି ଜାଣିନି। ରାଜାଙ୍କ କିଛି ନ ଶୁଣି ଚାଲିଗଲେ। ମନ ଦୁଃଖରେ ତା ସ୍ତ୍ରୀ ପାଖକୁ ଆସି ସବୁ କଥା କହିଲା। କେଉଟ କହିଲା, ତୁମକୁ ରାଜାଙ୍କ ପାଖକୁ ଯିବାକୁ ହେବ, ନଚେତ୍ ରାଜା ମୋତେ ମାରିଦେବେ। ତାପରେ ତୁମେ ସେଥିରେ ଖୁସିରେ ସୁଖରେ ରହିବ। ନାଗକନ୍ୟା କହିଲା, ମୋର ପିତା ତୁମ ସହ ବିବାହ କରିଦେଇଛନ୍ତି, ତେଣୁ କନ୍ୟାଦାନ କରିଛନ୍ତି। ତମକୁ ଛାଡ଼ି କୁଆଡ଼େ ଯିବି ନାହିଁ। ତୁମେ ଗୋଟିଏ କାମ କର, ରାଜାଙ୍କ ପାଖକୁ ଯାଇ ତାଙ୍କର ସର୍ତ୍ତ ବିଷୟରେ ପଚାର। ଏଥିରେ ଯଦି ରାଜା ହାରନ୍ତି ତ ତାଙ୍କୁ ବି ଦେଶ ଛାଡ଼ି ଯିବାକୁ ହେବ ବୋଲି କହିବ।
ନାଗକନ୍ୟା କଥା ଅନୁସାରେ ପୁଅଟି ଯାଇ ରାଜାଙ୍କୁ ଯାଇ ସତ କଥା ପଚାରିଲା। ରାଜା କହିଲେ, ଆମ ଗଞ୍ଜା ସହିତ ତମ ଗଞ୍ଜାର ଲଢ଼େଇ କରାହବ। ଗଞ୍ଜା ହାରିଲେ ତୁମ ସ୍ତ୍ରୀଙ୍କୁ ଦେବ। କେଉଟ କହିଲା, ଆଜ୍ଞା, ଆପଣ ଯଦି ହାରନ୍ତି ତାହେଲେ ଆପଣଙ୍କୁ ମଧ୍ୟ ଏ ଦେଶ ଛାଡ଼ି ଯିବାକୁ ହେବ। ରାଜା ହଁ ମାରିଲେ। ଏ ନାଗକନ୍ୟାକୁ ସବୁ କଥା କେଉଟ ଆସି କହିଲା। ମନ ଦୁଃଖରେ ବସିଗଲା। ନାଗକନ୍ୟା ପଚାରିଲା, ତୁମେ କାହିଁକି ମନ ଦୁଃଖ କରୁଛ? କେଉଟ କହିଲା, ମୁଁ ତମ କଥାରେ ତ ରାଜାଙ୍କୁ ଜବାବ ଦେଇ ଆସିଲି। ତାଙ୍କ ଗଞ୍ଜା ମୋ ଗଞ୍ଜା ଲଢ଼ିପାରିବ ନାହିଁ, କାହିଁକିନା ସେ ବହୁତ ଦୁର୍ବଳ ଅଟେ। ନାଗକନ୍ୟା କହିଲା, ତୁମେ ବ୍ୟସ୍ତ ହୁଅ ନାହିଁ, ମୁଁ କିଛି କରୁଛି। ନାଗକନ୍ୟା ସାଙ୍ଗେ ସାଙ୍ଗେ ମନୁଷ୍ୟ ରୂପ ଛାଡ଼ି ସର୍ପ ହୋଇଗଲା ଓ ପାତାଳକୁ ଯାଇ ତାର ବାପା ନାଗରାଜାଙ୍କୁ ସବୁ କଥା କହିଲା। ନାଗରାଜା କହିଲେ, ମୁଁ ତୋର ଗୋଟିଏ ଗଞ୍ଜା ଦେବି ଯେ ବହୁତ ଶକ୍ତିଶାଳୀ ଅଟେ। ସେ ନିଶ୍ଚୟ ଜିତିବ। ତୁ ସେହି ଦିବ୍ୟ ଗଞ୍ଜାକୁ ସାଥିରେ ନେଇଯା। ନାଗକନ୍ୟା ସେହି ଗଞ୍ଜାକୁ ନେଇ ଆସିଲା। ତା ପରଦିନ ସେହି ଗଞ୍ଜା ଲଢ଼େଇଲା। ସେଥିରେ ରାଜାଙ୍କ ଗଞ୍ଜା ପରାସ୍ତ ହେଲା ଓ ରାଜାଙ୍କୁ ହାର ହେଲା। ରାଜା କହିଲେ, ଏବେ ମୁଁ ପରାସ୍ତ ହୋଇନାହିଁ, ମୋର ଦ୍ୱିତୀୟ ଶକ୍ତି ବାକି ଅଛି। କେଉଟ କହିଲା, ଆପଣଙ୍କ ଦ୍ୱିତୀୟ ଶକ୍ତି କୁହନ୍ତୁ। ରାଜା କହିଲେ, ଏହା ଯେମିତି ଗୋଟିଏ ଟୋକରଟିଏ ଆଣ ଯେ ନଦୀର କୂଳକୁ ଆୟତ୍ତ କରିପାରିବ। କେଉଟ ଆସି ରାଜକନ୍ୟାକୁ ସବୁ କଥାକୁ କହିଲା। ପାତାଳକୁ ଗଲା ଓ ନାଗରାଜାକୁ କହିଲା। ଏହିଭଳି ଭାବରେ ରାଜା ସବୁ ସର୍ତ୍ତରୁ ହାରିଲେ ଏବଂ ସର୍ତ୍ତ ହାରିକି ଦେଶ ଛାଡ଼ିବାକୁ ବାଧ୍ୟ ହେଲେ। କେଉଟ ସେ ଦେଶର ରାଜା ହେଲେ। ଏହିଭଳି ଭାବରେ କେଉଟ ସୁଖ ପାଇଲେ। ଗୋଟେ ସ୍ତ୍ରୀଙ୍କର ସ୍ୱଭାବ ହୋଇଥାଏ କି ତାଙ୍କ ଯଦି ଅନ୍ୟ କେଉଁଠି ସୁଖ ମିଳେ ଅଧିକ, ସେଇ ତାଙ୍କ ପତିଙ୍କୁ ଛାଡ଼ିଦେଇ ସେ ସ୍ୱାମୀଙ୍କୁ ଛାଡ଼ିକି ଚାଲି ଯାଇଥାନ୍ତି। ଯାହା କିଛି ବି ନିଜ ସ୍ୱାମୀ ପାଖରେ ଅଛି, ଦୁଃଖ ସୁଖ ସେଥିରେ ସନ୍ତୁଷ୍ଟ ହୋଇଥାଏ। ଏମିତି ନାରୀମାନେ ସବୁବେଳେ ଦିବ୍ୟଲୋକ ପ୍ରାପ୍ତି କରିଥାନ୍ତି। ତୃତୀୟ କଥା ହେଉଛି, ଯଦି ଆପଣଙ୍କ ପାଖରେ ସୁନ୍ଦର ସ୍ତ୍ରୀ ଅଛି ବା କୌଣସି ଭଲ ବସ୍ତୁ ଅଛି, ତାକୁ ଘୋଡ଼ାଇ ରଖିବା ଉଚିତ। କାରଣ ଦୁର୍ଜନଙ୍କ ଆଖି ଯଦି ତାଙ୍କ ଉପରେ ପଡ଼ିଯାଏ, ଆପଣ କେତେବେଳେ ବିପଦରେ ପଡ଼ିପାରନ୍ତି। ଯେତେ କଠିନ ବନ୍ଧୁ ନ କାହିଁକି ତାକୁ କେବେ ବି ଘରକୁ ଡାକିବେ ନାହିଁ। ଯେକୌଣସି ଅପରାଜିତ ବ୍ୟକ୍ତି ହୋଇଥିବ, ନାରୀ ପ୍ରତି କୁଦୃଷ୍ଟି ପକାଉଥିବ, ତାଙ୍କୁ କେବେ ବି ଘରକୁ ଡାକିବେ ନାହିଁ। କାରଣ କେତେବେଳେ ବି ନାରୀଙ୍କ ମନ ବଦଳି ଯାଇପାରେ।